ତାଙ୍କର ଇଭଲ୍ୟୁସନ ଉପରେ ହୋଇଥିବା ନୂଆ ବିଜୟ ଦେଖିବାକୁ ସେଇଠୁ ଫେରିବା ପରେ ଭବିଷ୍ୟତ କଥାଟିକୁ ଅନ୍ୟ ସବୁ ଇଚ୍ଛା ସ୍ୱପ୍ନ କରି ଦେଖିଦେଲି ଆଉ। ସ୍ପନ୍ଦନ ମତେ ତ ଏସବୁ କଥା କହିନଥିଲା। ଏଇ ଇଭଲ୍ୟୁସନ ମ୍ୟୁଜିୟମ ପୁଣି କଣ? ବିବର୍ତ୍ତନ ଉପରେ ଯେତେ ସବୁ କାହାଣୀ ତଥ୍ୟ ଆମେ ସବୁ ଜାଣିଛେ ପିଲାମାନେ ମିଶି ଚିତ୍ର ମଡେଲ ମାଧ୍ୟମରେ ତିଆରି କରି ରଖୁଛନ୍ତି। ଗୋଟିଏ ପାଖ କାନ୍ଥରେ ବିବର୍ତ୍ତନର ଏଯାଏ କାହାଣୀ ଆଉ ଗୋଟିଏ ପଟ କାନ୍ଥରେ ଭବିଷ୍ୟତକୁ ନେଇ କିଏ କଣ ଭାବୁଛନ୍ତି ସେଗୁଡା ବିବରଣୀ ପାଇଁ ଛଡାଯାଇଛି। ମୁଁ ବି କବି ଏଠି ସେଇ ଭବିଷ୍ୟତ ପାଇଁ ଲେଖୁଥିଲି, ହେଲେ ମୋ ଜୀବନ ସ୍ୱପ୍ନ କିଛି ମିଶି ଯାଇଛି। ଏତେ ସୁନ୍ଦର କଥା ସ୍ୱପ୍ନ ଅଛି, ତାହେଲେ କାହିଁକି ସେମିତି ଲେଖୁନ? କାହିଁକି ସେମିତି ବଞ୍ଚୁନ? ଛାଡ଼ ସେ କଥା, ସମୟ ମିଳୁଛି କାହିଁ ଯେ ଏ ପରସେଣ୍ଟେଜ ଡକ୍ଟର ଇଞ୍ଜିନିୟର ସଂଘର୍ଷ ଭିତରେ ମୁଁ ଚାପି ହୋଇଯାଉଛି। ତୁ କଣ ଜାଣିନୁ ସ୍ପନ୍ଦନ, ମୋ ବାପା ମାଆକୁ ଟିକେ ଡେରି କରିଦେଲେ ମାଡ଼ ବି ଖାଇବାକୁ ପଡ଼ିବ। ମୁଁ ଆସୁଛି ଏଥର, ପୁଣି କେବେ ଦେଖା ହବ।